ଉପନ୍ୟାସ ମାମୁଘର ଚଉଁରୀ। ଔପନ୍ୟାସିକ ପଦ୍ମଜ ପାଳ। ପଢ଼ି ଶୁଣାଉଛନ୍ତି ସୁଧାକର ଦାସ। ରିକ୍ସାରୁ ଓହ୍ଲାଇ ଯେଉଁ ଝିଅଟିକୁ ମୁଁ ଦେଖିଲି ତାକୁ ବୋଧେ 13-14 ବର୍ଷ ହେବ। ଫ୍ରକ୍ଟିଏ ପିନ୍ଧିଥିଲା ଓ ହାତରେ ବହିଟିଏ ଧରିଥିଲା। ଘର ଭିତରେ ପଢ଼ୁଥିଲା କି କ'ଣ, ଦାଣ୍ଡରେ ରିକ୍ସାଟିଏ ଠିଆ ହେବାର ଦେଖି ଚାଲି ଆସିଛି। ମୁଁ ତାକୁ ହାତଠାରି ଡାକିଲି। ସେ କୁଣ୍ଠିତ ଭାବେ ମୋଠାରୁ ଟିକିଏ ଦୂରରେ ଛିଡ଼ା ହୋଇ ଚାହିଁ ରହିଲା। ଏଇଟା କାହା ଘର? ମୁଁ ତାକୁ ପଚାରିଲି। ଆମ ଘର, ସେ ଉତ୍ତର ଦେଲା। ତୁମ ଘର? ମୋତେ ହସ ଲାଗିଲା। ମୁଁ ପୁଣି ପ୍ରଶ୍ନ କଲି, ତମ ନାଁ କ'ଣ? ନିବେଦିତା ସାମନ୍ତରାୟ। ବଡ଼ ନିରୀହ ଶୁଭିଲା ତାର ସ୍ୱର। ତୁମ ବାପାଙ୍କ ନାଁ? ବ୍ରଜବନ୍ଧୁ ସାମନ୍ତରାୟ। ସେ ଅଛନ୍ତି ଘରେ? ନା, କଟକ ଯାଇଛନ୍ତି। ତୁମ ମା ଅଛନ୍ତି? ହଁ। ନିବେଦିତା ମୁଣ୍ଡ ହଲେଇଲା। କହିଲା, ଡାକିବି? ନା, ତୁମେ ଆସ। ଧର ଏ ବ୍ୟାଗ୍, ଏ ପୁଡ଼ିଆ। ନିବେଦିତା ପାଦେ ଆଗେଇ ଆସି ଲାଜେଇଗଲା। କ'ଣ ଭାବିଲା କେଜାଣି କହିଲା, ମୋ ମା'ଙ୍କୁ ଡାକି ଦଉଛି। ନା, କିଛି ଆବଶ୍ୟକ ନାହିଁ। ତୁମେ ଧର ଏସବୁ। ନିବେଦିତା ମୋତେ ଚାହିଁ ଯେପରି ପଚାରୁଥିଲା, କିଏ ଆପଣ? ତା ଆଖିରେ ଲଜ୍ଜା ଓ କୁଣ୍ଠିତ ଭାବ ଭରି ରହିଥିଲା। ମୁଁ ବୁଝିପାରିଲି ତାକୁ। କହିଲି, ଚିହ୍ନି ପାରୁନୁ ମୋତେ? ନା। ସେ ମୁଣ୍ଡ ହଲେଇ ତଳକୁ ମୁହଁ ପୋତିଦେଲା। ତୋର ଜଣେ ରାଜୁ ଭାଇ ଅଛି, ଜାଣିଛୁ ତାକୁ? ନିବେଦିତା ମୁହଁ ଟେକି ଚାହିଁଲା। ରାଜୁ ଭାଇ ତା ପାଇଁ ଯେମିତି ଗୋଟାଏ ବିସ୍ମୟକର ତଥା ସୁଖଦ ନାମ। ସେ ଖୁବ୍ ଉଚ୍ଛ୍ୱସିତ ମନେ ହେଲା। କହିଲା, ହଁ ଜାଣିଛି, କିନ୍ତୁ କେବେ ଦେଖି ନାହିଁ। ସେ କାହାନ୍ତି? ନିବେଦିତାର ସ୍ୱରରେ ବ୍ୟଗ୍ରତା ଭରିଗଲା। ମୁଁ ହସିଲି। ନିବେଦିତା ମୋତେ ସନ୍ଦିଗ୍ଧ ଦୃଷ୍ଟିରେ ଚାହିଁଲା। ଯେପରି ସେ ବିଶ୍ୱାସ କରିପାରୁନଥାଏ ମୁଁ ସେ ରାଜୁଭାଇ ହୋଇଥିବି। କେଉଁ ରାଜୁଭାଇ ତା ମନରେ ଥିଲା କେଜାଣି, ମୁଁ ତା ଜାଣିପାରୁନଥିଲି। ତା ସହ ମୋର ମେଳ ନଥିବ ବୋଧେ। ତା ମନ ବି ତାକୁ ପ୍ରତ୍ୟୟ ଦେଉନଥାଏ। ଯିଏ ରାଜୁଭାଇ କହିଦେବ, ସିଏ ବି ହୋଇଯିବ କି? ମୁଁ ତାର ଦ୍ୱିଧା ଭାବକୁ ଅନୁଭବ କଲି। ଆଗେଇ ଯାଇ ନିବେଦିତାର ସରୁ ଡବଲ ବେଣୀରୁ ଗୋଟିଏ ଧରି ପକାଇ କହିଲି, ଗୋଡ଼ ତଳେ ପଡ଼, ସେମିତି ଚାହିଁଛୁ କ'ଣ? ନିବେଦିତା ମୋତେ ହଠାତ୍ ଯେପରି ଚିହ୍ନି ପାରିଲା। ନିଃସନ୍ଦେହ ହେଇଗଲା। ମୁହଁରେ ତାର ଆନନ୍ଦ ଓ ଲାଜ ଭରିଗଲା। ସେ ହଠାତ୍ ନଇଁପଡ଼ି ମୋ ପାଦ ଛୁଇଁ ଦେଇ ଦୌଡ଼ି ପଳେଇଗଲା ଘରକୁ। ଦୌଡ଼ୁ ଦୌଡ଼ୁ ଡାକୁଥିଲା, ମା, ରାଜୁଭାଇ ଆସିଛନ୍ତି, ଶୀଘ୍ର ଆସ। ରାଜୁଭାଇ ଚାହିଁଥିଲା ଗୋଟିଏ 4 ପୁରୁଷର ବୁନିଆଦୀ ଘରର ଉଜୁଡ଼ା ରୂପକୁ। ଇଏ କ'ଣ ସେହି ଦେବରାଜ ସାମନ୍ତରାୟଙ୍କ ଘର? ମୋ ମାମୁଁ ଘର? ମୁଁ ବିଶ୍ୱାସ କରିପାରୁନଥିଲି। ଦକ୍ଷିଣ ଦୁଆରୀ 5 ଶ୍ରେଣୀଆ ଘର, ଉଚ୍ଚା ପିଣ୍ଡା, ହାତୀପିଠି ଭଳି କବାଟ, ପଥର ପାହାଚ। ସେ ପାହାଚ ଉପରେ ଚଢ଼ିଗଲେ ଉପରକୁ ପ୍ରଶସ୍ତ ଖୋଲା ଅଗଣା, ବାଁ ପାଖକୁ ବଡ଼ ଘର ବଖରାଏ। ସେ ଘରେ ନ ପଶି ତାକୁ ଟପିଗଲେ ଆଉ ଧାଡ଼ିଏ ଘର, ତାକୁ ଟପିଲେ ଆଉ ଧାଡ଼ିଏ, ଏମିତି 3 ଧାଉଟି ଘର। 2ଟା ବଡ଼ ବଡ଼ ଦୁଆର, ଏତେ ବଡ଼ ଯେ ବିବାହ ବ୍ରତରେ ପଙ୍ଗତ ପଡ଼ିପାରିବ। ଚାଳ ଛଣଛପର ଘର। ଉପରେ ବାଉଁଶ ବତା ନିଚିପର ହୋଇ ବନ୍ଧା ହୋଇଥିବ ଯେପରି ମାପଚୁପ ହୋଇ। ଝଡ଼ ବର୍ଷାରେ ଛଣ କେରାଏ ଯେପରି କାନି ଖାଇ କେଉଁ କଣରୁ ଉଡ଼ିଯିବ ନାହିଁ କି ଖାଲଢିପ ଦେଖାଯିବ ନାହିଁ। ଚାହିଁଲେ ଚାହିଁଥିବେ। ମନେ ହେଉଥିବ ବହୁତ ଯତ୍ନରେ, ବହୁ ସମୟ ନେଇ କଳାକାରଟିଏ ପକେଇଛି ଛାଣିଟିକୁ। ଅଜା ଏଇ ଦାଣ୍ଡ ଖଞ୍ଜାର ପିଢ଼ା ଉପରେ କଖାରୁ ଡଙ୍କଟିଏ ବି ମଡ଼େଇ ଦେଉନଥିଲେ। ମାଙ୍କଡ଼ଟାଏ କଦବା କ୍ୱଚିତ୍ ହୁଁ ହୁଁ ହୋଇ କୁଆଡ଼ୁ ଦୌଡ଼ି ଆସିଲେ ତାକୁ ବି ମୁହୂର୍ତ୍ତେ ଠିଆ କରେଇ ଦେଉନଥିଲେ। ସେ ଚାଳ ଉପରେ ବସିଥିବ କାଉଟାଏ। ସମ୍ଭବତଃ ଅଜା ବିଶ୍ୱାସ କରୁଥିଲେ କାଉମାନେ ତାଙ୍କ ମୃତ, ଅମୁକ୍ତ ପୂର୍ବପୁରୁଷଙ୍କ ଆତ୍ମା। ମରିଥିଲେ ବି ଏ ଘର ପାଇଁ ତାଙ୍କର ଥିବା ଶ୍ରଦ୍ଧା, ଆସକ୍ତି ଯାଇନି। ସେଇ ମୋହରେ କାକରୂପ ଧାରଣ କରି ସେମାନେ ଆସି ବସିଯାଆନ୍ତି ଛପର ଉପରେ। ବେଳେବେଳେ ଗୁଣ୍ଡୁଚି ମୂଷାଟାଏ ଚାଳ ଉପରେ ବସୁଥିଲା। ମୁହଁ ପୂରେଇ ସେ ଛପର ଭିତରୁ ଧାନ କେଣ୍ଡାଏ ଟାଣି ଆଣି ଖାଉଥିଲା। ଅଜା ଏକଥା ବି ସହିପାରୁନଥିଲେ। ସେ ହଳିଆ କୋଠିଆଙ୍କ ସହିତ ଛପର କରାଳିଙ୍କ ଉପରେ ଚିଡ଼ି ଉଠୁଥିଲେ। ଏପରିକି ବିଲରେ କଳେଇ ବାନ୍ଧୁଥିବା ମୂଲିଆମାନେ ବି ବାଦ୍ ପଡ଼ିନଥିଲେ। ଶଳା ନିକମାଗୁଡ଼ାକ, ତୁଚ୍ଛା ଅପଦାର୍ଥ ଅଳସୁଆ। Sample complete. Ready to continue?